ବର୍ଷେରୁ ଊର୍ଦ୍ଧ୍ୱ ହେବ ସରିପାରୁନି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା କାମ। ବର୍ଷାରେ କାଦୁଅରେ ପଚପଚ ହେଉଛି। ସାଧାରଣ ଲୋକେ ଚାଲିକି ଯିବା ଅସମ୍ଭବ ହୋଇପଡ଼ୁଥିବା ବେଳେ ଗାଡ଼ି ଯିବା ଦୂରର କଥା, ବାଇକ୍ଟିଏ ଗଲେ ଲୋକେ ରାସ୍ତା ଉପରେ ଛିଡ଼ା ହେବା ଭଳି ପରିସ୍ଥିତି ଉପୁଜୁଛି। ବାରମ୍ବାର ଅଭିଯୋଗ ପରେ ବି ହୋଇପାରୁନି ରାସ୍ତା ନିର୍ମାଣ କାର୍ଯ୍ୟ। ଠିକାଦାର ଜାଣିଶୁଣି ମନ ଇଚ୍ଛା ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏମିତି ରାସ୍ତା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ସୁମେରୁବନ୍ଧ ପଞ୍ଚାୟତ ସୁମେରୁବନ୍ଧଠାରୁ କିଲୁରପଙ୍ଗା ଦେଇ ମିଙ୍ଗୁନପଦର ଯାଇଥିବା ରାସ୍ତାରେ। ଏହି ରାସ୍ତା ଉପାନ୍ତ ଅଞ୍ଚଳବାସୀ ତଥା ସୁମେରୁବନ୍ଧ ପଞ୍ଚାୟତର ଜନସାଧାରଣଙ୍କ ଯାତାୟାତ ସମସ୍ୟା ଦୃଷ୍ଟିକୋଣରୁ ଗତ 2021-22 ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ଅନୁମୋଦନ କରାଯାଇ ଟେଣ୍ଡର ମାଧ୍ୟମରେ ଜଣେ ଠିକାଦାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। କିନ୍ତୁ ଠିକାଦାର ଠିକ୍ ଭାବରେ କାମକୁ ଗୁରୁତ୍ୱ ଦେଉନଥିବା ବେଳେ ଦୀର୍ଘ ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେବଳ ରାସ୍ତା ଉପରେ ମାଟି ପକାଇ ରଖିଥିବାରୁ ଯାତାୟାତରେ ବହୁ ସମସ୍ୟା ଦେଖାଯାଇଛି। ସୁମେରୁବନ୍ଧଠାରୁ କିଲୁରପଙ୍ଗା 5 କିଲୋମିଟର ହୋଇଥିବା ବେଳେ କିଲୁରପଙ୍ଗାଠାରୁ ମିଙ୍ଗୁନପଦର 3 କିଲୋମିଟର ସମୁଦାୟ 8 କିଲୋମିଟର ରାସ୍ତା କାର୍ଯ୍ୟ ଚାଲିଛି। ଖରାଦିନଠାରୁ ଏହି ରାସ୍ତାକୁ ନେଇ ଅଞ୍ଚଳବାସୀ ଠିକ୍ ଭାବରେ କାର୍ଯ୍ୟ କରିବାକୁ ଠିକାଦାରକୁ କହିବା ସହ ପ୍ରଶାସନିକ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସଫଳ ହୋଇପାରୁନାହିଁ। ବର୍ତ୍ତମାନ ବର୍ଷା ଦିନ ହୋଇଥିବା ବେଳେ ରାସ୍ତାର ପ୍ରାୟ ଜାଗାରେ ପ୍ରବଳ କାଦୁଅରେ ପଚପଚ ହେଉଥିବା ବେଳେ ରାସ୍ତାରେ ସାଧାରଣ ଭାବରେ ବାଇକ୍ଟିଏ ଗଲେ କାଦୁଅରେ ବୁଡ଼ିଯାଇ ପାରୁନାହିଁ। ପ୍ରାୟ 8 କିଲୋମିଟର ଦୂର ହୋଇଥିବା ବେଳେ ଆମ୍ବୁଲାନ୍ସ ଯିବା ଦୂରର କଥା, ସାଧାରଣ ଭାବରେ ଲୋକେ ଚାଲିକି ଯିବାଟା ବି ଅସମ୍ଭବ ହୋଇପଡ଼ୁଛି। ଏବେ ଅଞ୍ଚଳର ଲୋକେ ମେଡ଼ିକାଲଠାରୁ ଛାତ୍ରଛାତ୍ରୀମାନଙ୍କ ବିଦ୍ୟାଳୟକୁ ଯିବା ଅସମ୍ଭବ ହୋଇପଡ଼ିଛି। ପ୍ରାୟତଃ କାମ ସାରି ସାଙ୍ଗିଡ଼ିଆ ପଞ୍ଚାୟତ ଉପରେ ନିର୍ଭର କରୁଥିବା ବେଳେ ଫିରିଙ୍ଗିଆ ବ୍ଲକକୁ ମଧ୍ୟ ଆସିବା ଅସମ୍ଭବ ହୋଇପଡ଼ିଛି। ଅସୁବିଧା ଦୃଷ୍ଟିରୁ ରାସ୍ତା କାର୍ଯ୍ୟ କରି ଲୋକଙ୍କ ଯିବା ଆସିବା ସୁବିଧା କରିବା ସହ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ସୁମେରୁବନ୍ଧ ପଞ୍ଚାୟତ ସରପଞ୍ଚ ସୁଶୀଳା କହଁରଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି। बहुत असुविधा आज्ञा आम तो चाउल आनीजापी देखुच रास्ताघाट बहुत असुविधा कादू लादुरे आम जावाई असुविधा चाउल से रिबिदा रखीदे आम घर को चली चली जाऊँ बड़ कष्ट डिग्रीगुड़ा ग्राम आज्ञा तापर जाइए चाउल कादू तो जाना चाउल रखीदे से रिबिदारे चली चली जावाक पड़ू बाध्य आडजस्ट करके मोर ना सुरेशन खंडायत गाँ आम डिग्रीगुड़ा पंचायत सुमरबंध पंचायत। नमस्कार आज्ञा मु विल्सन दिगाल आमर सुमरबंध पंचायतर डमांगपद्र ग्राम रु आसी मु चाउल आने को जाइली साड़िंगा पंचायत रू आम गाँव में रास्ता जेहेतु खराब होती तेणुक आम आम गाँव को चाउल आसूना तापर आम साड़िंगा पंचायत रू चाउल आने को जाऊँ आ देखिपे रास्तार अवस्था जहाँ आम चाउल आनी पारना आउपटे पाख गाँ रेबिलादारे रखिकी चाउल आम आसुलु एमतीका तुम जानुवे केते परिस्थिति आम गति करुचु पंचायत हो बहुत वर्ष है किंतु रास्ता गोटे आसीपारी ना तेणुक अनुरोध करुचु सरकार को कि रास्ता जोगेदेवे। मु किलरपंगा ग्राम आसुची मु सुमरबंध पंचायत जाऊँगी साणिंगा रेशन कार्ड चाउल आने किंतु रास्ता बहुत खराब किंतु सरकार टिके सांगे सांगे रास्ता घाट टिके तैयार करदे आमको जीवा आसवाई सुविधा होता आम बोई बोई बहुत बाइक रास्ता को किंतु ठेली ठेली आने को पड़ुची बाइक किंतु बोई बोई जीवा लगे भी पड़ुची तरे तरे बाई चांस पूरा रास्ता घाट पूरा कादू होती किंतु आम्बुलांस आसी पारुना बहुत असुविधा होगा पड़ुची किंतु रास्ता टिके तुरंत निर्माण कले भल होता।